Ah. ଅନନ୍ତ ଯୋଗେଶ୍ୱରାୟ ନମଃ। ଆମ ଶିଶୁ ଅନନ୍ତ ଆଶ୍ରମର ଶିଶୁ ଅନନ୍ତ କ୍ଷେତ୍ରର ପରିବାର ତୀର୍ଥ ଶିଶୁ ଅନନ୍ତ ତୀର୍ଥର ଶାଖାଶ୍ରମ ଭଞ୍ଜ ମାଟିରେ ଏଠି କାଲାଝିନେଇ ଗ୍ରାମ ମୟୂର ବାରିପଦା ସହରଠାରୁ ଟିକେ ଦୂରରେ 10 କିଲୋମିଟର ଦୂରରେ ଏଇ ଯେଉଁ ପବିତ୍ର ପୀଠଟିଏ ଏଠି ଗଢ଼ି ଉଠିଛି। ଆଦିବାସୀ ଅଞ୍ଚଳରେ ଅନନ୍ତ ଯୋଗେଶ୍ୱର ଶିବ ଏଠି ପୂଜା ପାଉଛନ୍ତି। ଅମ୍ବିକାଙ୍କର ପ୍ରତିମୂର୍ତ୍ତି ଏଠି ପୂଜା ପାଉଛନ୍ତି। ସେହି ଅନନ୍ତ ଯୋଗେଶ୍ୱର ପୀଠ କାଲାଝିନେଇରେ ବଳିଆ ଆଜି ପହଞ୍ଚିଛି। କାଲି ରାତିରୁ ବାଲେଶ୍ୱରରୁ କାର୍ଯ୍ୟକ୍ରମ ସାରି ଏହି ଆଶ୍ରମ ପ୍ରାଙ୍ଗଣରେ ରହିଛି। ତେଣୁ ସର୍ବପ୍ରଥମେ ଅନନ୍ତ ଯୋଗେଶ୍ୱର ଏଇ ଦେବ ମଙ୍ଗଳମୟ ମହାଦେବ ସମସ୍ତଙ୍କର ମଙ୍ଗଳ କରନ୍ତୁ। ବିଶ୍ୱକୁ ମହାମାରୀ କବଳରୁ ରକ୍ଷା କରନ୍ତୁ। ଏହି ପ୍ରାର୍ଥନା କରୁଛି। ଦିନେ ସମୟ ଥିଲା କିଛି ବର୍ଷ ପୂର୍ବେ ଏହି ପବିତ୍ର ପୀଠରେ ଗୋଟିଏ ମେଳା କରିଥିଲି। ପ୍ରତ୍ୟେକ ବର୍ଷ ଏଠି ଜାଗର ପାଳନ ହୁଏ, କିନ୍ତୁ ଗୋଟିଏ ମେଳା ସ୍ୱତନ୍ତ୍ର ଭାବରେ କରାହୋଇଥିଲା, ଚିନ୍ତା କରି କରାହୋଇଥିଲା। ସେ ମେଳାର ନାଁ ଥିଲା ପରିବେଶ ଆଦିବାସୀ ମେଳା। ପରିବେଶକୁ ଆଦିବାସୀମାନେ ସୁରକ୍ଷା ଦିଅନ୍ତୁ ଏବଂ ଆଦିବାସୀମାନେ ତାଙ୍କର ସ୍ୱଧର୍ମ ପାଳନ କରନ୍ତୁ। ସେମାନେ କୌଣସି ଧର୍ମ ପ୍ରତି ଆକୃଷ୍ଟ ନ ହୋଇ ନିଜର ସ୍ୱଧର୍ମ ପାଳନ କରନ୍ତୁ। ତାଙ୍କର 3ଟି ଦେବତାଙ୍କର କଥା ଏଠି କୀର୍ତ୍ତନ କରାଯାଇଥିଲା।
ମାରାଙ୍ଗବୁରୁ। ମାରାଙ୍ଗବୁରୁ କହିଲେ ମହାଦେବ ବା ବଳଦେବ। ଧର୍ମଦେବ, ଧର୍ମଦେବ କହିଲେ ଜଗନ୍ନାଥ। ଆମ ମତରେ ଜଗନ୍ନାଥ, ତାଙ୍କ ମତରେ ଧର୍ମଦେବ। ଚାନ୍ଦବଙ୍ଗା, ଚାନ୍ଦବଙ୍ଗା କହିଲେ ଚାନ୍ଦମୁହିଁ ବା ସୁମା ସୁଭଦ୍ରା। ଏଇ ଯେଉଁ ମାରାଙ୍ଗବୁରୁ, ଧର୍ମଦେବ, ଚାନ୍ଦବଙ୍ଗା, ଇଏ ତିନୋଟି ଶବ୍ଦକୁ ନେଇ ଗୋଟିଏ କୀର୍ତ୍ତନ ବି ଏଠି ଅଖଣ୍ଡ ରହିଥିଲା। ପରିବେଶ ଆଦିବାସୀ ମେଳାରେ ନବଦ୍ୱୀପ ଧାମରୁ ଆସିଥିଲେ ସବୁ, ମାନେ କେତେ ବ୍ୟକ୍ତିଙ୍କୁ ଆମେ ଆମନ୍ତ୍ରଣ କରିଥିଲୁ। ସୁନ୍ଦର ଭାବରେ ଆଦିବାସୀମାନେ ତାଙ୍କର ନୃତ୍ୟ ପରିବେଷଣ କରିଥିଲେ ଏବଂ ସେମାନଙ୍କୁ ଆମେ କିଛି ଶିକ୍ଷା ଦେଇଥିଲୁ। 3 ଦିନ ଧରି ଚାଲିଥିଲା। ତେଣୁ ଆମେ ଜୀବନରେ ବହୁତ କାମ କରିଛୁ, ଯେଉଁ କାମ ଆମେ ସରକାରଙ୍କୁ ଜଣେଇ ନାହୁଁ କି ସରକାର ଆମକୁ ଖୋଜି ନାହାନ୍ତି, ଖୋଜି ନଥିଲେ। କିନ୍ତୁ ଆଜି ସେ ସବୁର ହିସାବ ଆଜି ସରକାରଙ୍କ ପାଖରେ ପହଞ୍ଚିଛି। ଆମେ କାମ କରି ବଡ଼ ହେଇଛୁ, ସେ ଗୋଟିଏ ଶବ୍ଦ, ଏ ଗୋଟିଏ କବିତା ଆମ ଜୀବନକୁ ଆଦର୍ଶ କରିବା ପାଇଁ ସବୁବେଳେ ପ୍ରେରଣା ଦେଇଛି। ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଏକାତାର ଜୀବନର ମାସ କର୍ମ ଏକାତାର ଜୀବନ। ଯେତେବେଳେ ଏଇ ପରିବେଶ ଆଦିବାସୀ ମେଳା ଆମେ କରୁଥିଲୁ, ସାନ୍ତାଳ କମ୍ୟୁନିଟିର ଜଣେ ମନ୍ତ୍ରୀ ଏଠାକାର ଥିଲେ, ଜଣେ ନାରୀ ନେତ୍ରୀ ଶ୍ରୀମତୀ ସରସ୍ୱତୀ ହେମ୍ବ୍ରମ। ସିଏ ଏ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ, କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, ସବୁ ପ୍ରକାରର ସାହାଯ୍ୟ ମଧ୍ୟ କରିଥିଲେ। ଆଦିବାସୀ ଭାଇ ଭଉଣୀମାନଙ୍କୁ ଆମେ ଜଣାଉଥିଲୁ, ତୁମର ଯିଏ ବନ୍ଦାଣ ପର୍ବ, ଆମର ସିଏ ଗହ୍ମା ପୂର୍ଣ୍ଣମୀ ପର୍ବ। ତୁମେ ଯେଉଁ କରମା ପୂଜା କରୁଛ, ଆମର ସେହି କରମା ପୂଜା ହେଉଛି ଆମର କର୍ମ ଦେବତାଙ୍କର ପୂଜା, ବଳଦେବଙ୍କର ପୂଜା। ତୁମେ ଶାଳ ଗଛକୁ ପୂଜା କରୁଛ, ଶାଳ ଜଙ୍ଗଲକୁ ସୁରକ୍ଷା କର। ଏହିସବୁ ଆହ୍ୱାନ ଆମେ ଦେଇଥିଲୁ। କିନ୍ତୁ ଅନେକ ବିରୋଧ ଶକ୍ତି ମାନେ ମୁଣ୍ଡ ଟେକିଲେ। ସେମାନେ ଭାବିଲେ ଯେ ଇଏ ଗୋଟିଏ କଟକ, ସେତେବେଳେ କଟକ ଜିଲ୍ଲା ଥିଲା, କଟକରୁ ଆସିକିରି ବୋଧେ ଆମ ଆଦିବାସୀମାନଙ୍କୁ ମାନେ ଭୁଲ ବାଟରେ ନେବା ପାଇଁ ଚାହୁଁଛନ୍ତି, ବା ଆମେ ଯେଉଁ ଖ୍ରୀଷ୍ଟ ଧର୍ମ ପ୍ରଚାର କରୁଛୁ ଏ ଧର୍ମକୁ ଏମାନେ ବିରୋଧ କରୁଛନ୍ତି। ପ୍ରକୃତରେ ସେ କଥା ମୋ ଭିତରେ ନଥିଲା। ସେମାନେ ତାଙ୍କ ଧର୍ମକୁ ପାଳନ କରନ୍ତୁ, ଏହା ଥିଲା ବଳିଆର ଲକ୍ଷ୍ୟ। ଏଇଠି ଗୋଟେ ଠାକୁର ଅଭିରାମ ଗୋଟେ ସୁନ୍ଦର କଥା ଲେଖିଛନ୍ତି, ନାରାୟଣ ସ୍ମରି କୋଇଲି ଆନନ୍ଦେ ଉଡ଼ିଗଲା, ଧର୍ମ ସମ୍ବନ୍ଧରେ କଳହ ବ୍ୟାପୀ ଅଛି ଦେଖିଲା। ଆଜି ସମଗ୍ର ପୃଥିବୀରେ
ଧର୍ମକୁ ନେଇ ଆଜି ଅନେକ ଧର୍ମାନ୍ତୀକରଣ, ଅନେକ ଧର୍ମକୁ ନେଇ କଳହ ସୃଷ୍ଟି ହେଇଛି। ସମସ୍ତେ ସେଇ ନାକରେ ନିଶ୍ୱାସ ନେଉଛନ୍ତି, ଆଖିରେ ଦେଖୁଛନ୍ତି, କାନରେ ଶୁଣୁଛନ୍ତି, ପାଟିରେ ଖାଉଛନ୍ତି। ଗୋଟିଏ ସୂର୍ଯ୍ୟକୁ ନେଇ ପୃଥିବୀ ଚାଲିଛି, ଗୋଟିଏ ଚନ୍ଦ୍ରମାକୁ ନେଇ ପୃଥିବୀ ଚାଲିଛି। ସେଇ ସମୁଦ୍ର ଘେରା ପୃଥିବୀରେ ଆମେ ସମସ୍ତେ ରହିଛୁ, ବସୁଧୈବ କୁଟୁମ୍ବକମ୍। କିନ୍ତୁ ଖାଲି ହିଂସା, ବାଦ, କପଟ, ଆର ଏଇ ଧର୍ମ, ତାର ସେଇ ଧର୍ମ, ତାର ସେଇ ଧର୍ମ, ଇଏ କଥାକୁ ଆମେ ଦେଖୁଛୁ। ଏବଂ ଏମିତି ବି ଗୋଟେ ସମୟ ଆସିପାରେ, ଆସିବ ମଧ୍ୟ, ଧର୍ମଯୁଦ୍ଧ ବି ପୃଥିବୀରେ ସୃଷ୍ଟି ହେଇପାରିବ, ସୃଷ୍ଟି ହବ। ତା ପାଇଁ ସବୁବେଳେ ପ୍ରସ୍ତୁତ ସମସ୍ତେ। କିନ୍ତୁ ଭଗବାନ ବା ସେ ସର୍ବଶକ୍ତିମାନ ଇଏ ଭାଇ ଭାଇରେ କଜିଆ ଦେଖିବା ପାଇଁ ଯେମିତି ବାପ ମା ଚାହାନ୍ତି ନାହିଁ, ସେମିତି ପ୍ରକୃତି ମା ପରମାତ୍ମା ବା ସର୍ବଶକ୍ତିମାନ, ଯାହାକୁ ଆମେ ଆଲ୍ଲାହ ଗଡ ଯାହା କହୁ, ସିଏ କେବେ ଚାହାନ୍ତି ନାହିଁ ଆମ ଭିତରେ ସଂଘର୍ଷ ସୃଷ୍ଟି ହଉ। ତେଣୁ ଏଇ ହଉଛି କଥା। ଠାକୁର ଅଭିରାମଙ୍କ ପାଖରେ ସେ କଥା ପହଞ୍ଚିଛି। ସେ ଲେଖିଛନ୍ତି ତାଙ୍କ ଲେଖନୀରେ। ତେଣୁ ସବୁବେଳେ ଆମେ ସ୍ୱଧର୍ମ ପାଳନ କରିବା, ଏଇଟା ହେଉଛି ଆମର ପ୍ରକୃତରେ କର୍ତ୍ତବ୍ୟ। ବାୟା କହିଲେ, ଯାହାର ମନ ଯେପରି ତାର ଫଳଟା ସେଇପରି। ଧରନ୍ତୁ ଜଣେ ନିରାମିଷ ଖାଉଛି, ସାତ୍ବିକ ଭୋଜନ କରୁଛି, ଏଇ ଅନ୍ତର ଭିତରେ ସେଇ ଭଗବାନ ସେ ଖାଦ୍ୟକୁ ଗ୍ରହଣ କରୁଛନ୍ତି। ସେଇଭଳି ଜଣେ ଆମିଷ ଖାଉଛି, ତାକୁ ମଧ୍ୟ ଗ୍ରହଣ କରୁଛନ୍ତି। ଇଏ କଥା ଯିଏ ଠକ, ଭଗବାନ ତା ଭିତରେ ରହିଛନ୍ତି, ସେ ଠକ କଥା ବି ଦେଖୁଛନ୍ତି। ଯିଏ ମାଂସ ଖାଏ ତା ଭଗବାନ ମଧ୍ୟ ମାଂସ ଖାଏ। ଯିଏ ନିରାମିଷାସୀ ତା ଭଗବାନ ମଧ୍ୟ ନିରାମିଷାସୀ। ସୁରଦାସ କହିଛନ୍ତି, ହାୟ କହ ତ ହାୟ ନହିଁ, ନହିଁ କହା ନ ପାୟ, ହାୟ ନହିଁ को विश्व में साया मेरे समाय। भगवान बाया कहले, भगवान सत, सी पुणी असत, सी पुणी सत और असतर अतीत, अर्थात सत सदातीत। ये सब केवल मनोवृत्ति अनुसार चली। सी मनोवृत्ति आज आउ नाही, से लेखा नाही, से लोक मध्य नाहांती। ये जो सत असत दुईटी कथा कहले बाया, बलिया ता भाषा रे सब लोकों को कहे, देखंतु सत आमे कौन असत, आमे परिवर्तनशील बोली आमको मिथ्या कहा जाउछि। वृक्ष तरु तृण लता पशु पक्षी कीट पतंग एमाने कौन असत अच्छी, आम देखुचु, सागरे व्यवहार करुचु, असत केमती हेले। किंतु ये जो सतटा एटा परिवर्तनशील, एइथिपाई याको असत बोली कहा जाउछि, ए मिथ्या बोली कहा जाउछि। अपरिवर्तनीय विश्वर जहाँ थिला आज नहीं, आज जहाँ अच्छी आउ केते वर्ष पर आउ किछि परिवर्तन हो पारे। किंतु जी ये सृष्टि को सृजना करिसंती, सी किंतु अपरिवर्तनीय, से जहाँ थिले सैया अच्छी।
ପ୍ରକୃତି ମା ସେ ପ୍ରତି ପରିବର୍ତ୍ତନ ହେଇଯାଇପାରେ, ଜଳବାୟୁ ପରିବର୍ତ୍ତନ ହେଇଯାଇପାରେ, ସେ କିନ୍ତୁ ପରିବର୍ତ୍ତନ ହେବେନି। ସେଥିପାଇଁ ତାଙ୍କୁ ଏକମାତ୍ର ସତ୍ ବୋଲି କୁହାଯାଉଛି। ଅସତ୍ କ'ଣ? ପରିବର୍ତ୍ତନଶୀଳ, ଇଏ ହେଲା ଅସତ୍ ଗୋଟିଏ। ଆଉ ଗୋଟିଏ ଅସତ୍ କ'ଣ? ଏଇ ଯେଉଁ ଜଡ଼ ଆପଣମାନେ ଦେଖୁଛନ୍ତି, ଯାହାକୁ ଜଡ଼ ବୋଲି କହୁଛନ୍ତି, ମାଟି, ଗୋଡ଼ି, ବାଲି, ପଥର, ଇଏ କ'ଣ ସବୁ ଅସତ? ହଁ, ଏମାନେ ଅସତ ବୋଲି ଆମକୁ କୁହାଯାଉଛି। ତାଙ୍କ ବିନା ଆମେ ବଞ୍ଚିପାରିବା କି? ମାଟି ଅସତ, ମାଟି ବିନା ଆମର ସ୍ଥିତି ଅଛି କି? ଜଳ ବିନା ଆମର ସ୍ଥିତି ଅଛି କି? ପବନ ବିନା ଆମର ସ୍ଥିତି ଅଛି କି? ତାହେଲେ ଜଡ଼ ଓ ଜୀବନ ଏ ଦୁଇଟିକୁ ନେଇ ଇଏ ସୃଷ୍ଟି ହେଉଛି ଲୀଳାଞ୍ଚଳ, ଲୀଳାର ଅଞ୍ଚଳ। କିନ୍ତୁ ଏତିକି କଥା, ଜଡ଼ ଜଡ଼ ଜାଗାରେ ଅଛି, ସେ ନିଜେ ବ୍ୟବହୃତ ହେବା ପାଇଁ ଚାହୁଁନି। ଆମେ ତାକୁ ଗବେଷଣା କରି ବ୍ୟବହାର କରୁଛୁ। ଧରାଯାଉ ଏ ଘରଟା ଅସତ୍, କିନ୍ତୁ ଏ ଅସତ୍ ପଦାର୍ଥରେ ବା ଜଡ଼ରେ ମାଟି, ରଡ଼, ଗୋଡ଼ି, ବାଲି ଆକୁ ସବୁ ତିଆରି ହେଇ ଗୋଟେ କୋଠା ଘର ହେଇଛି ବୋଲି, କି ଛପର ଘର ହେଇଛି ବୋଲି, ଟିଣ ଆଜବେଷ୍ଟ ଘର ହେଇଛି ବୋଲି ତା ଭିତରେ ଆମେ ରହିଛୁ ନା ଆନନ୍ଦରେ। ଆଉ ଏଇ ବର୍ତ୍ତମାନ ଆମେ ଯେଉଁ ବାରିପଦା ଆଶ୍ରମରେ, କାଲାଦିନେ ଆଶ୍ରମରେ ରହିଛୁ, ପ୍ରଚଣ୍ଡ ଶୀତ। ଆମେ ବାଲେଶ୍ୱର ନୁହେଁ, ସ୍ୱରରେ ଏସି ଲଗେଇକି ଶୋଉଥିଲୁ। ଏଠି ବର୍ତ୍ତମାନ କମଳ ଘୋଡ଼େଇ ହେଇକି ଶୋଉଛୁ, ଏଠି ଟୋପି ମଡ଼େଇକି ପଳିଆ ବଇଛି। ଯଦି ଏଠି ଘର ଫର କିଛି ନଥାନ୍ତା, ଆମେ ନା କ'ଣ କରିଥାନ୍ତୁ? କମଳ ଘୋଡ଼େଇକି ବଇଥାନ୍ତୁ। ତେଣୁ ଇଏ ଦୁନିଆରେ କିଛି ଅସତ୍ ନାହିଁ। ଅସତ ଭିତରେ ସତ୍, ସତ୍ ଭିତରେ ଅସତ୍। ଯେଉଁମାନେ ବାଛି ଦେଉଛନ୍ତି ଏଇଟା ଅସତ୍, ସେଇଟା ସତ୍, କିନ୍ତୁ ବଳିଆ ବାଛି ପାରେ ନା। ବଳିଆ ବାଛେ ସବୁ ଭିତରେ, ଜଡ଼ ଭିତରେ ସେ ଗୁଣ, ବୃକ୍ଷମାନଙ୍କ ମଧ୍ୟରେ ସେ ବି ଔଷଧୀୟ ଗୁଣ, ଅମ୍ଳଜାନ କିଏ? ସେ ଭଗବାନଙ୍କର ଶକ୍ତି, ସତ୍ର ଶକ୍ତି। ସେଇ ମାନେ ଏଇ ପ୍ରକାରରେ ଆପଣ ବୁଝନ୍ତୁ, ପ୍ରାଣୀମାନଙ୍କ ଭିତରେ ଦିବ୍ୟ ଜ୍ଞାନ ନଥାଇପାରେ, ଜ୍ଞାନ ଅଛି କି ନାହିଁ? କୁକୁର ମା କୁକୁର ଛୁଆକୁ ଖୋଜୁଛି କି ନାହିଁ? ବାଘ ମା ବାଘୁଣୀ ତା ଛୁଆକୁ ସେ ଗେଲ କରୁଛି କି ନାହିଁ? ତେଣୁ ଜ୍ଞାନ ସବୁ ଜାଗାରେ ଅଛି। ହଁ, ମଣିଷ ଗୋଟେ ଦିବ୍ୟ ଜ୍ଞାନର ଅଧିକାରୀ ହେଇଛି, ଏହା ସତ୍ୟ। କିନ୍ତୁ ଦିବ୍ୟ ଜ୍ଞାନକୁ ନେଇ ଅଜ୍ଞାନ ତ ଅଜ୍ଞାନ, ମାନେ ଆହୁରି ତଳ ନିମ୍ନ ଗାମୀ ସେ ହେଇଯାଉଛି। ଏହା କ'ଣ ଭୁଲ? ଆଜି ପୃଥିବୀରେ ଧ୍ୱଂସାସ୍ତ୍ର ତିଆରି ହେଉଛି। ମୋର ପିଲାମାନେ, ଆପଣମାନେ ଖାଲି ଏତିକି ଭାବନ୍ତୁ, ଯେତିକି ଧ୍ୱଂସାସ୍ତ୍ର ପୃଥିବୀର ବିଭିନ୍ନ ଦେଶ ପ୍ରତିଯୋଗିତାମୂଳକ ତିଆରି କରି ବିକ୍ରି କରୁଛନ୍ତି, ସେଗୁଡ଼ିକ ଯଦି ଥରେ ଫୁଟିବ, ବିଶ୍ୱ ରହିବ ତ? ଯେତେବେଳେ ଆଦିମ ମଣିଷମାନେ ଯୁଦ୍ଧ କରୁଥିଲେ, ପଥର ତିଆରି କି ଲୁହା ତିଆରି, ଲୁହା ଫୁଆ ବ୍ୟବହାର ଜାଣିନଥିଲେ, ସବୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ସେମିତି କ'ଣ ଆମର ବ୍ୟବହାର ସୀମାନ୍ତକୁ ଜଗିଲେ ହେବନି? କେବଳ ପରମାଣୁ ବୋମା ହିଁ ଦରକାର। ତେଣୁ ସଜ୍ଜନ, ଇଏ ହେଉଛି ଆଜିର କଥା। ଆମେ ଆମିଷ ଖାଇବୁ କି ନିରାମିଷ ଖାଇବୁ, ଇଏ କଥା ଆମର ରୁଚି ଉପରେ ନିର୍ଭର କରେ। କିନ୍ତୁ ଆମ କର୍ମଟା ସତ୍ ହେବା ଉଚିତ, ଆମର ଚିନ୍ତାଟା ସତ୍ ହେବା ଉଚିତ, ଆମର ବ୍ୟବହାର ବି ସତ୍ ହେବା ଉଚିତ। କିଏ କ'ଣ ଖାଉଛି ନ ଖାଉଛି ଆମେ କହିବା ସେ ଖାଦ୍ୟ ଭଲ ନୁହେଁ,
जो मैंने खाऊं धर चाइनीज माने विभिन्न पोक जोक सब कौन भाजी भुजिकी खाती सी आज कौटी सी आज विश्वर एक महान देश रूप परिचित होती विज्ञान अग्रगति होती अमेरिकान माने हाँ बहुत मांसासी आमिजारी सी कौटी रूस कौटी चीन कौटी जापान कौटी ये कौन सब निरामिषाची देश भारत रे आमे अनेक निरामिषाची अच्छा अनेक आमिषाची अच्छा तेणु जो मैंने आमिष खाऊँ से भगवान सानिध्य लाभ करूना जी निरामिषाची से भी करुँच आमिषाची भी करू कि दुनिया रे कौन करवा उचित कर्म ही भगवान जो माने निरामिष खाऊच खाओ आमिष को लक्ष्य करना जी आमिष खाऊच संकल्प कर जीव हत्या न करने संकल्प कर किंतु सबुठारु बदमाश होउची बदमाश खाद्य होउची निशा मादक ताकू आगे छाड़ तेणु आमे समस्ते भल मनर मनीष हवा बाया बाबा से कथाटी को आमे मने पकेबा जे मनर मूले ये जगत जामन जेपरी तामन से रखी रखी मनासी लभंती निज मना जामन जेप मनासी लभंती किए कौन खाऊँ किए केमती रही साड़ को जमा अनाना कौन किए खाऊँ खाऊ कौन करू मन को पवित्र कर मन को सुदृढ़ कर संकल्प कर मु गोटे भल मनीष हेबी मो परिवार को सुनार परिवार करी गढ़ी मो सुंदर परिवेश को मु न गढ़ी पारे मो बाड़ी बगीचार गछ फछ लगेबी शाग मुग लगेबी किछि करिबिनी पेटुंग भलिया खाइबी पुलाए लोक जोगे खाली बाहादुरी गप गुड़ाए गपीबी खेलिबी पुणी खाइबी पुणी शोइबी पुणी खाइ ये कौन गोटे काम ये कौन मनीष पड़िया तेणु सज्जन मनुष्य देहे दिव्य देखी मनुष्य गोटे पिला आमर कहला पाठुआ पिलाटी फोन कली माने मोर अन्य विषय कथा करने से सब हसिला कहला ये मनीष गुड़ा कौन देवे बाबा को कौन कौन सम्मान पद्मश्री कहली अरे 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 ये मनीष भाई भगवान ये आविर्भाव हुए अवतार दियंती रामकृष्ण आदि अवतार माने मनीष पाई जन्म हुंती जीशुख्रीष्ट मनीष पाई जन्म होते मोहम्मद मनीष पाई जन्म होते भगवान बुद्ध मनीष पाई जन्म होते गुरु नानक मनीष पाई जन्म होते मनीष प्रशंसा करबनी आ किए
मनीष पुरस्कार दबनी ताकू दब किए कौन भगवान उपरू आसिक आमको ओल्लैकी देवे भगवान मनीष माध्यम सब करती तुम्हें भूल बुझीच जहू मानव सृष्टि को तहू विश्राम सर्वली जहू मानव सृष्टि को आमे गोटे कौन पद्म पाइजु बोली पद्मश्री सबुआड़े हल्ला समस्ते खाली आमको अनेई आम केमी पाखे पहुँचले सी गोटे फूल तोड़ा दे ये करी से करी गोटे आनंद कमाए बलिया से सकाशे आश्रम को फेरुनी बोले मोर इे नर्मदा जी लोक टे भूलीगला पहुँची आश्रम किए प्रशंसार कहीं मत पोटी पकाउछ निजे प्रशंसनीय मनीष हवाई चेष्टा कर प्रशंसा जदि मो भीतर अहंकार सृष्टि करे मु आउ थे मनीष जन्म हेबी तो मो बाघ भालू हो जन्म हेबी ये सब बलियार जम्मा ये नहीं गोटे पिला हम बाबा आज मोर बहुत आनंद दिन भाव प्रवण कौन हो भाव प्रवण कौन हो ये कौन भाव प्रवण पाठ पढ़ीच चाकरी करिच ये कौन भाव प्रवण तेणु भाव रख ये सब भाव प्रवणता भली व्याधि को दूरीभूत कर जीवन को कर्ममय कर वैकुंठ गोटे भल पद गाइले गोटे भल गीत अच्छी किंतु पढ़ी पारुनी समय अभाव गोटे कथा खाली कहले भाई पढ़ रे गीता तेजी जीवन हरिब पवित्र पढ़ रे गीता तेजी जीवन मोर आध्यात्मिक पिता जड़ौका गुंफार साधक वैकुंठनाथ ब्रह्मचारी से कहले भाई पढ़े नभेल कहले उपन्यास पढ़ बोली कहले कौन कहले गीता पढ़ कहीं गीता आम पढ़ू आम बीए एम न पढ़ी गीता कहीं पढ़ू से गीतार प्रथम अध्याय को छाड़तु सांख्य योग द्वितीय अध्याय मोक्ष योग पर्यंत एमती गोटे अध्याय नहीं जो अध्याय से कर्म को गुरुत्व देना तेणु गीता पढ़िले आम जाना जे कर्म करवा उचित बोली ये संकल्प नवा से कहले गीता पढ़ बलिया भी सब कहे गीता पढ़ बुझ कम लगाओ तेणु सब आम भाव प्रवणता आमको खाऊची भाव रख डिवोशन इज नॉट इमोशन इमोशन इज नॉट डिवोशन सज्जन मधु कौन कहले वैकुंठंकर संगीत जहाँ लिखाई काली की पढ़ा काली यू पुणी मु कहबी तापर मु क्षीरपदा जीवी बरज युव राजा से हृद राजेश्वर जी जेने भावे से भावटा को दत्त कर तेणु जो कथा आम कहूँ से कथा मधुआ कहले आ तम मनटी जमी तम फलटी सेमती तेणु तम भाव जमी तम भावग्राही से सब सुंदर कथा सब सुंदर तांको सृष्टि रे किछि असुंदर नाही सुंदर तुम चरण सुंदर सुंदर
भूमि